ଆଜିକା ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟା କାହାକୁ ବି କୁହନ୍ତୁ ନାହିଁ, କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ଆପଣଙ୍କ ଦୁର୍ବଳତାର ଫାଇଦା ନିଶ୍ଚୟ ଉଠେଇବେ। ବେଳେବେଳେ ମଣିଷ ଅଣନିଶ୍ୱାସୀ ହୋଇଯାଏ, କାରଣ ମନର ମଣିଷ ମନରେ ତ ଥାଏ କିନ୍ତୁ ପାଖରେ ନଥାଏ। ବହୁତ ସମ୍ପର୍କ ଏହି କାରଣରୁ ଭାଙ୍ଗିଯାଏ କି ଜଣେ କହିପାରି ନଥାଏ ତ ଆଉ ଜଣେ ବୁଝିପାରି ନଥାଏ। ନିଜ ଜୀବନକୁ ନେଇ କେବେ ନିରାଶ ହୁଅନି। କିଏ ଜାଣିଛି ଆପଣଙ୍କ ପରି ଜୀବନ ଜୀଇଁବା ଆଉ କାହାର ସ୍ୱପ୍ନ ଥିବ। ମୁଁ ଜାଣିଛି କି ମୋର ବି କିଛି ପ୍ରତିଭା ଅଛି, କାହିଁକିନା ଈଶ୍ୱର କୌଣସି ଜିନିଷକୁ ବେକାରରେ ବନେଇ ନଥିବେ। ବହୁତ ଶକ୍ତିଶାଳୀ ହୋଇଯାଆନ୍ତି ସେହି ଲୋକ ଯିଏ ଭିତରୁ ଭାଙ୍ଗି ଯାଇଛନ୍ତି। ଏକୁଟିଆ ରହିବା ସବୁଠୁ ଭଲ ସେମାନଙ୍କଠାରୁ ଯାହାକୁ ତୁମ ରହିବା କି ନ ରହିବାର କିଛି ଫରକ ପଡ଼େ ନାହିଁ। ସମୟ ପରିସ୍ଥିତି ଦେଖି ବଦଳିଥାଏ, ଆଉ ଆପଣାର ସୁଯୋଗ ଦେଖି ବଦଳିଥାନ୍ତି। ଆଜି ଯାହାର ମୂଲ୍ୟ ତୁମ ପାଖରେ ନାହିଁ, କାଲି ହୁଏତ ତାର ସବୁଠାରୁ ବେଶୀ ଆବଶ୍ୟକତା ପଡ଼ିପାରେ। ମନେ ରଖନ୍ତୁ, ସମୟ କିଛି ବି କରିପାରେ। ଜୀବନରେ ଯଦି ଖୁସି ରହିବାକୁ ଚାହୁଁଛ, ତେବେ ଅନ୍ୟର ଖରାପ କଥାକୁ ଅଣଦେଖା କରିବା ଶିଖ। ଜରୁରୀ ନୁହେଁ କି ଭୁଲ କଲେ ହିଁ ଦୁଃଖ ମିଳିବ। ବେଳେବେଳେ ଆବଶ୍ୟକତାଠାରୁ ଅଧିକ ଭଲ ହେବା ବି ବହୁତ ସାରା ଅପମାନ ସହିବାକୁ ପଡ଼ିଥାଏ। ଯଦି ଆପଣଙ୍କର ବହୁତ ଦିନ ହେଲା କାହା ସହ କଥାବାର୍ତ୍ତା ବନ୍ଦ ଅଛି, ତେବେ କଲ୍ କି ମେସେଜ କରି ବୁଝି ନିଅନ୍ତୁ କି ସେ ବଞ୍ଚିଛନ୍ତି କି ମରିଯାଇଛନ୍ତି। ଯଦି ସେ ବଞ୍ଚିଛନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣ ତାଙ୍କ ପାଇଁ ମରିଗଲେଣି। ଶତ୍ରୁଠାରୁ ଧୋକାର ଭୟ ନଥାଏ। ଭୟ ତ ସେହି ନିଜ ଲୋକଙ୍କ ଉପରେ ଥାଏ ଯିଏ ଆମର ଦୁର୍ବଳତା କ'ଣ ଜାଣିଛନ୍ତି। ଜୀବନରେ ସବୁକିଛି ପୁଣି ଥରେ ମିଳିଯାଇପାରେ, ହେଲେ ସମୟ ସହ ହଜିଯାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିନଥାଏ। ଖରାପ କରିବାର ବିଚାର ଆସେ ତ କାଲିକି ରଖିଦିଅ, ଆଉ ଭଲ କରିବାର ବିଚାର ଆସେ ତାହେଲେ ତାକୁ ଆଜି ହିଁ କରିଦିଅ। ପିଠିକୁ ସବୁବେଳେ ମଜବୁତ ରଖ, କାହିଁକିନା ସାବାସୀ ଆଉ ଧୋକା ସବୁବେଳେ ପଛପଟୁ ହିଁ ମିଳିଥାଏ। ବାରମ୍ବାର ମନ କହେ ହାର ମାନିଯିବା ପାଇଁ, କିନ୍ତୁ ପୁଣି ମନେ ପଡ଼ିଯାଏ ଏବେ ତ ବହୁତ ଲୋକଙ୍କ କଥାକୁ ମିଛ ବୋଲି ପ୍ରମାଣ କରିବାର ଅଛି। ଅନ୍ୟର ଖରାପ ସମୟରେ ହସିବା ଲୋକଙ୍କ ପାଇଁ ସମୟ ଯେବେ ଶକ୍ତି ପ୍ରହାର କରିଥାଏ, ସେତେବେଳେ ଚାରିଦିଗରୁ ପ୍ରହାର କରିଥାଏ। କେହି ଜଣେ ସତ୍ୟ ହିଁ କହିଛନ୍ତି, ମୁଁ ପସନ୍ଦ ତ ବହୁତ ଜଣଙ୍କର, କିନ୍ତୁ ସେତେବେଳେ ଯେତେବେଳେ ସେମାନଙ୍କର ଆବଶ୍ୟକତା ପଡ଼େ। ଜୀବନ ବଞ୍ଚିବାର ଦୁଇଟି ରାସ୍ତା। ଯିଏ ପସନ୍ଦ ତାକୁ ନିଜର କର, ନହେଲେ ଯିଏ ନିଜର ତାକୁ ପସନ୍ଦ କର। କେହି ଭରସା ଭାଙ୍ଗେ ତେବେ ତାକୁ ଧନ୍ୟବାଦ ଦିଅ। ସିଏ ହିଁ ଶିଖେଇଥାଏ କି ଭରସା ବୁଝି ବିଚାରି କରିବା ଦରକାର। ଯାହା ପାଖରେ ବିଶ୍ୱାସ ଅଛି ସେ ହଜାର ଥର ହାରିକି ବି ମନର ପ୍ରଶ୍ନରେ ହାରି ନଥାଏ। ମଣିଷର ବୁଝିବା ଶକ୍ତି କେବଳ ଏତିକି। ତାକୁ ପଶୁ କୁହ ତ ସିଏ ରାଗିଯିବ, ତାକୁ ସିଂହ କୁହ ତ ସେ ଖୁସି ହୋଇଯିବ। ହାତ ଧରିବା ପାଇଁ ତ ଅନେକ ଲୋକ ଅଛନ୍ତି, କିନ୍ତୁ ମଝି ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳନ୍ତି। ବିଶ୍ୱାସ କରିବା ଲୋକଠାରୁ ତ ବିଶ୍ୱାସ ଭାଙ୍ଗିବା ଲୋକଟି ଅଧିକ ମୂର୍ଖ ହୋଇଥାଏ। ଗୋଟିଏ ଛୋଟ ସ୍ୱାର୍ଥ ଆଶାରେ ସେ ଗୋଟିଏ ଭଲ ମଣିଷକୁ ନିଜ ଜୀବନରୁ ହରେଇ ଦେଇଥାଏ। ସମୟର ତ ହାତ ନଥାଏ, ତଥାପି ତାର ଚାପୁଡ଼ା ବହୁତ ଶକ୍ତ ହୋଇଥାଏ। ସମୟ ଥାଉ ଥାଉ ସମୟକୁ ବୁଝିଗଲେ ଭଲ, ନହେଲେ ପଶ୍ଚାତାପ ବି ବଡ଼ କଷ୍ଟ ଦେଇଥାଏ। ଜୀବନରେ ଥରୁଟିଏ ଦୂରେଇ ଯିବ, ହେଲେ ଆଉ ଥରେ ଧୋକା ଦେବା ପାଇଁ ସୁଯୋଗ କେବେ ଦେବ ନାହିଁ। ପ୍ରଥମେ ସବୁବେଳେ ଆମେ ଭୁଲ ମଣିଷକୁ ପସନ୍ଦ କରୁ, ଆଉ ଯେବେ ଭଲ ଲୋକ ମିଳନ୍ତି ଆମେ ବିଶ୍ୱାସ କରିବା ହିଁ ଛାଡ଼ି ଦେଇଥାଉ। ମିଛ ପ୍ରେମ କରୁଥିବା ଲୋକ କେବେ ନା କେବେ ତୁମକୁ ତୁମ ସତୀତ୍ୱର ପ୍ରମାଣ ନିଶ୍ଚୟ ମାଗିବ। ସବୁ କଥାକୁ ମନରେ ଲଗେଇବ ତ ସାରା ଜୀବନ କାନ୍ଦିବ। ସେଥିପାଇଁ ଯିଏ ଯେମିତି ତା ସହ ବି ସେମିତି ବ୍ୟବହାର କର। ସମୟ, ବିଶ୍ୱାସ ଏବଂ ସମ୍ମାନ ଏମାନେ ସବୁ ଏମିତି ପକ୍ଷୀ ଯିଏ ଥରେ ଉଡ଼ିଗଲେ ଆଉ କେବେ ବି ଫେରିକି ଆସିନଥାନ୍ତି। ଝିଅଟିଏ ସେହି ପୁଅକୁ ପାଗଳ ପରି ଭଲ ପାଇଥାଏ, ଯେଉଁ ପୁଅ ଝିଅଟିକୁ ସବୁ ପରିସ୍ଥିତିରେ ଯତ୍ନ, ସମ୍ମାନ, ସମୟ ଏବଂ ଢେର ସାରା ଭଲ ପାଇବା ଦେଉଥାଏ। ବେଳେବେଳେ ସମୟର ପରିବର୍ତ୍ତନରେ
ମିତ୍ର ବି ଶତ୍ରୁ ହୋଇଯାଏ ଏବଂ ଶତ୍ରୁ ବି ମିତ୍ର ହୋଇଯାଏ। କାରଣ ସ୍ୱାର୍ଥ ହିଁ ସବୁକିଛି ହୋଇଥାଏ। ଯେଉଁ ବ୍ୟକ୍ତି ତୁମ ସହିତ ପ୍ରତିଦ୍ୱନ୍ଦ୍ୱୀ କରିପାରନ୍ତି ନାହିଁ, ସେହି ଲୋକ ହିଁ ତୁମକୁ ଘୃଣା କରନ୍ତି ଏବଂ ତୁମର ଅପମାନ କରନ୍ତି। ଲୋକଙ୍କ ମୁହଁକୁ ବନ୍ଦ କରିବା ଅପେକ୍ଷା ନିଜର କାନ ବନ୍ଦ କରିଦେବା ବହୁତ ଭଲ। ଏପରି କରିବା ଦ୍ୱାରା ଜୀବନ ବହୁତ ସୁନ୍ଦର ହୋଇଯିବ। ଜଣେ ନାରୀ ଜୀବନ ସାରା ଦୁଇଟି ଜିନିଷ ଲୁଚେଇ ରଖେ, ନିଜର ଇଚ୍ଛା ଏବଂ ନିଜର କଷ୍ଟ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।